ସାହାରପଡ଼ା ଚନ୍ଦନମୁଣ୍ଡାର ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା। କେନ୍ଦୁଝର ଜିଲ୍ଲା ପାଟନା ଥାନା ତଥା ସାହାରପଡ଼ା ବ୍ଲକ ଲକ୍ଷ୍ମୀପୋଷି ଗ୍ରାମର ଚନ୍ଦନମୁଣ୍ଡାର ମୃତ୍ୟୁ ସଡ଼କ ଦୁର୍ଘଟଣା ହୋଇଥିବା କୁହାଯାଇଥିଲା। ମାତ୍ର ତାକୁ ଗ୍ରାମର ଦୁଇ ଭାଇ ହତ୍ୟା କରିଥିବା ମୃତ ଚନ୍ଦନର ସ୍ତ୍ରୀ ସପନା ହେମ୍ବ୍ରମ ଅଭିଯୋଗ କରି ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀକୁ ଘରୁ ଡାକି ଆଣି ଗ୍ରାମର ଚମଲାଲ ମହାନ୍ତ ଏବଂ ଘନଶ୍ୟାମ ମହାନ୍ତ ଦୁଇ ଭାଇ ହତ୍ୟା କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି। ଦାମୋଦର ଗିରିଙ୍କ ରିପୋର୍ଟ କେଡି ନିଜୁଡ଼ିଆ। ନା କ'ଣ କୋଉଠି ଘର? ଜିଲ୍ଲାପାଳ ଅଫିସ କାହିଁକି ଆସିଛ? କ'ଣ ହେଇଛି କି? କିଏ ତୁମର ସ୍ୱାମୀ? କିଏ କିଏ ମାରି ଦେଇଛନ୍ତି? ଆଚ୍ଛା, ଏ ବାବଦରେ ପାଟନା ଥାନାକୁ ଯାଇଥିଲ ନା? ଥାନା ବାବୁ ମନା କଲେ? ଆଚ୍ଛା, ଇଏ ବର୍ତ୍ତମାନ କଲେକ୍ଟର କ'ଣ କହିଲେ ଆଜି? ଆଚ୍ଛା, ତାପରେ ସିଏ କ'ଣ କହିଲେ ଏସ୍ପି ଅଫିସରେ? ଆଚ୍ଛା, ଯଦି ନ୍ୟାୟ ନ ମିଳେ କ'ଣ କରିବ? ଆଚ୍ଛା, ହଉ ଠିକ୍ ଅଛି।